ବସା କ୍ଷୀର ଝାଞ୍ଜି ନୁହଁ ସ୍ଲୋ ପଏଜ ଯାହା ସାଙ୍ଗରେ ପଙ୍ଗା ନିଏ ତାକୁ ସହଜରେ ମାରେ ଛଟପଟ କରି ମାରେ I mean ତରଫ ଆରେ ତମ ହାତରୁ ପ୍ରସାଦ ଖାଇବାକୁ ଜଗି ବସିଛି ଆଉ ତମେ ଚାଲି ଯାଉଛ ମାଲ ଖଣ୍ଡେ ହେଇଛ ସେଦିନର କଥା ବୋଧେ ତମେ ଭୁଲି ଯାଇଛ ସେଦିନ ଥିଲା ଆମ୍ବ ତୋଟା ଆଉ ଆଜି ମନ୍ଦିର ଗଳି ସିଚୁଏସନଟା ପୁରା ଅଲଗା ଏଠି କିନ୍ତୁ ସେଇ ଶଳା ହୁଣ୍ଡାଟା ଆସିବ ଆଜି କିନ୍ତୁ ଭୋଗ ଖାଇବା ପାଳିଟା ଛାଡ଼ିବି କାହିଁକି ଭୋଗିବାକୁ ପଡେ ଯେଉଁଟା ଆସିବନି ମନ୍ଦିର ବେଢା ତିରୋଳା ଜାଗା 2 ଟଙ୍କାର ସିନ୍ଦୁର ଆଉ 10 ଟଙ୍କାର ଫୁଲମାଳ ଆମେ କାମ ଚଳେଇଦବା ମାନେ ବିବାହ ହେଇଯିବା ଅଭଦ୍ର ବାହା ହବ ତ ଦୂରର କଥା ମୋ ଜୋତା ସ୍ପର୍ଶ କରିବାର ଯୋଗ୍ୟତା ଅଛି ତୋର ନାଇଁ ମୋ ଆମ ଭିତରେ ଝଗଡ଼ା ହେଲେ କହିଲ ଏ ଦୀପାକୁ ପାଇବାକୁ ହେଲେ ଗୋଟିଏ ଜନ୍ମ ନୁହେଁ ତତେ 7 ଜନ୍ମ ଅପେକ୍ଷା କରିବାକୁ ପଡିବ 7 ଜନ୍ମ ନୁହଁ ଭାଇ ତୋର ଯୋଉ ସୁନ୍ଦରିଆ ଚେହେରାଟାକୁ ନେଇ ଗର୍ବ କରୁଛୁ ତୋ ଚେହେରାଟାକୁ ମୁଁ ଖିଣବିନ କରି ନଷ୍ଟ କରି ତୁ ମୋର ହବୁନୁ ତ ଆଉ କାହାର ହବୁନୁ अग्नगिर लाभा नुह कि पैसा खर झांची नुह जहाँ संगरे पंगा निये ताकू सहज रे मारे छटपट करी मारे आई मीन तड़प के ए सोला बारंबार मो रास्ता रे बातक साजु सोला तो बाटर तू जा ओ मुंडटा बिगाड़ना कहूँ भाई अरे किछि करि परिबो अरे मर्द पजते मर्द सागरे लागुनु जियो पिला गुना को बाटर घाटे टोरा उतरा करछि काई की हैं पळै जा कहूची अरे देखुजे ठेगा टकु मरी छत्तू करि देबी ओके आई सी यू अगेन dum dum diga diga dum dum diga diga la 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 तबे आसी नथिले ओ अवस्था जे कोन हेतला चंबा व्यस्त होना न दीपा से कोन करिवो जा तू घर को जा हेले तबे कोन जीवो सबुदिन पाई ए गाँ छाड़ी सहर को जाउची गौरव
भाई काले नहीं कि बेले नहीं तम भली हुंडा पुणी सहर को जीव हलो दीपा ମୁଁ ସତ କହୁଛି ମୋ ବାପା ମୋତେ କହିଛନ୍ତି ସହରକୁ ଯିବା ପାଇଁ ହେଲେ କାହିଁକି କହିଛନ୍ତି ସେ କଥା ମୁଁ କହିପାରିବିନି ଏ ଦୀପା ତୁ ଜାଣିଛୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହିଁ ପରମ ତପ ପିତରି ପିତିମା ପନ୍ନେ ପ୍ରିୟନ୍ତି ସର୍ବଦେବତା ଦୀପା ମୋ ବାପା କହିଛନ୍ତି ମାନେ ମୁଁ ଏ ଗାଁ ଛାଡ଼ି ଏ ଘର ଛାଡ଼ି ସହରକୁ ଚାଲିଯିବି ହଁ ହେଲେ ମୁଁ ଏଇ ତ କାନ୍ଦିଲ ହେଲୋ ହେଇ ତମେ କାନ୍ଦିଲେ ଚଳିବ କଣ ଫେରି ଆସିବେନି ତତେ ଛାଡ଼ି ମୁଁ କଣ ରହିପାରିବି ଗୌର ଭାଇ सुखा रखी पार नहीं भाई मु गौर भाई की छाड़ी रही परिबिनी मु गौर भाई संगे शहर को जीवी चुप पेट पोषा सहर को मोज लगे जाऊँगी तू जाई कौन कर चल मो तोर अन्य जगह विवाह करदेवी केमिति भाई केमिति अन्य जगह मते विवाह करी तब गौर भाई को रक्त पूरा मो गर्भ रे बड़ मारू मारू मारी देवी खबरदार ओ सन्मार मो दीपा को तमे टिप देई परिबनी ए हुना मते पड़ी नालिया के मते पड़ी धमक दउछो धमक नुहे जथि मो दीपा देहर तमे टिप देइछो देखुछो ए ठेंगारे पिटी पिटी शेष कर देबी नहीं गौर भाई तमे से भूल करनी तुमको तुम दीपार राणो मोर दया रे तो जगरे तोर दया रे मां जग दीपा तू राणा पके दिलु ठीक अछि दीपा ए गौर भाईटा आजिठू ए कहाँ चली सहर को चली जाଉଛି तो चंपा पे तो ना लो ए गौर भाईटा निश्चय फेरिबो और फेरिबो केवल कहानी तू तो रे मो कोसी छी खाली ए दीपा तू तो भाई साहब घर को मोर दया रे तो जगरे तोर दया रे मां जग तो जाई मां बसी छी खाली तो हाथे सिंदूर नाई बोले तो जाई मां बसी छी खाली तो हाथे सिंदूर नाई बोले सिंदूर बंग बंग दिगा देगा बंग बंग दिगा देगा लगा 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 कौन लिखिबी प्रथम लेखा आरंभ प्रथम प्रेम आरंभ आ प्रेम आरंभ
ଆବାଜି ଆସିଲେଣି ମୋ ନେଉଳି ପାଠ ପଢୁଛି ପଢ ପରୀକ୍ଷାଟା ପାଖେଇ ଆସିଲାଣି ବାପା ଏ ପାଠ କି କଷ୍ଟ ନା ଏ ପାଠ ପଢିଲା ବେଳୁ ମୋର ଖାଲି ତାଙ୍କ କଥା ମନେ ପଡୁଛି ଶଳା ଶଳା ପାଠ ଆରମ୍ଭ କଲେ ମନେ ପଡୁଛି ମା ନେଉଳି ତୋର ଯାବତୀୟ ଡିଫେକ୍ଟ ବାହାରିଲାଣି କହିଲୁ କହିଲୁ କି ପାଠ ସେଟା ପଢୁଛୁ ବାପା କହିଲୁ ସେ ନା ପ୍ରେମ ପାଠ ଶଳା ଶଳା ପ୍ରେମ ପାଠ ଯାଇଲୁ ମା ନେଉଳି ମୁଁ ଦେଖୁଛି ତୋ ବୟସଟା ଯେତେ ବଢୁଛି ସେତେ ତୋର ଡିଫେକ୍ଟ ବାହାରୁଛି ବାପା ସେମିତି ଡିଫେକ୍ଟ ବାହାରିବ ଏ ପାଠ ନା ଭାରି କଷ୍ଟ ଇଲୋ ମା ଏଇଠିକା ଶୁଣି ପରୀକ୍ଷା ପାଖେଇ ଆସିଲାଣି ଯେତେ ଡିଫେକ୍ଟ ଅଛି ମନ ଲଗେଇ ପଢି ସବୁ ସାଇଡ୍ ଦେ ଟିକେ ଭିତରକୁ ନେଇକି ପଢିବୁ ମା ଭିତରୁ ନେଇ ପଢିବୁ ଶୁଣି କବାଟ ଝରକା ସବୁ ବନ୍ଦ କରିଦେ ମୋ ବାହାରେ ଟିକେ ଟିକେ କାମ ଅଛି ମୁଁ ଆସୁଛି ବନ୍ଦ କରିଦେ ହାଲୋ ଭିତରୁ ଟିକେ ବନ୍ଦ କରିଦେ ओडिशार स्टाइल टेस्ट भारी बेस्ट है डिफरेंट डांस स्टाइल बेबी जिंदाबाद स्टाइल स्टाइल चंगा स्टाइल देखो चंगा स्टाइल स्टाइल बेबी जिंदाबाद स्टाइल स्टाइल भीतर स्टाइल आहा अंदर स्टाइल मारी देला रे ଉଠେଇବା ଆଉ ଉଠୁନି ଲୋ ମା ଉଠେଇବାକୁ ଚେଷ୍ଟା କର ବାପା ଯେତେ ଚେଷ୍ଟା କଲେ ଆଉ ଉଠୁନି ମତେ ଲାଗୁଛି ମୁଁ ଆଉ ଉଠେଇ ପାରିବିନି What nonsense! ଆଉ ତାଙ୍କର ବୟସ ଯେ ଉଠେଇବ ସେ ଉଠେଇବେ ଉଠେଇ ଦଉଛି ସରି ଡିୟର ଅଙ୍କଲ ସରି ଇବେ ଶଳା ଅନାଡି ତୁ କିଏ ବେ ଶଳା ଇସ୍ ବାପା ଓଲୋ ଷ୍ଟାଇଲ ଇସ୍ ବାପା ଓଲୋ ବାପା ଓଲୋ ମତେ ଚାହିଁଲା ଇବେ କିଏ ଚାହିଁଲା କାହାକୁ ଚାହିଁଲା କୋଉଠିକି ଚାହିଁଲା ଓଲୋ ମତେ ମାଇଲା କିଏ ମାଇଲା କେତେବେଳେ ମାଇଲା କୋଉଠିକି ମାଇଲା ଆଖି ମାଇଲା ଇସ୍ ଇରେ ଶଳା ତୁ ମୋ ଜିନିଷ ଉପରେ ଆଖି ପକଉଛୁ ଶଳାକୁ ଦେବୀ ଘଣ୍ଟି ବଜେଇ ବାପା ଏବେ ଜମା ତାକୁ ଦେଖାନି ଲୋ ମା ଶଳାର ଯାବତୀୟ ଡିଫେକ୍ଟ ସମ୍ଭାଳି ପାରୁନି ହେଇଯାଉଛି ଇରେ ଶଳା ତୋର ଯଦି ଲିକ୍ ହେଇଯାଉଛି ଯାଇକି କ୍ୟାଚ ପକଉନୁ ଶଳା ମୋ ଜିନିଷ ଉପରେ ଆଖି ପକଉଛୁ ପୁଣି କହୁଛୁ ସମ୍ଭାଳି ପାରୁନି ଇବେ ଶଳା ତୋର ଯାବତୀୟ ଡିଫେକ୍ଟ না গুসা মত মৌসা গুসা মত আমি তোমার গাঁ के नटबर का एल्डर सन अच्छे 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 हमें फोकस से अच्छे फिल्म करने के लिए यहाँ से हीरोइन खोजते पड़ेंगे इस कौन कहिला मो इबे शोला तू क्या बोलता हिंदी बोलता ना बंगाली बोलता बे यस यस ठीक जान पार छे मुझसे इबे शोला तोरो ठीक काम कोन मेरे को एक उड़िया फिल्म करना होगा यहाँ से हीरोइन खोजना पड़ेगा पड़ेगा इबे शोला तोरो जाबतीय डिफेक्ट मु देखुची इबे शोला तोर काम कोन कहठी काहे के आसी शोला उड़िया टिके सळकी की बोली पारनु मेरे को एक उड़िया फिल्म बनाना होगा यहाँ से हीरोइन खोजना पड़ेगा इबे शोला ना कोन ओना पिठामणी भात खोंडे आ मोना होते नेवरी
कहलाड़ी ବାପା ओलो ସେ ମତେ ଦେଖୁଛି देखुच जम्मा देखानी लो मा जम्मा देखनी इरे सला तोर ठीक काम कण सला आइलु तो आइलु ओ जिनिस ଉପରେ पुणी आखि पकेलु दउची सला गुरा घंटी बजेई दउ ନାଇଁ ହଉଛି इरे सला मुझे नुआबे इबे सला तू किए बे सला डांगो इरे सला तू किए सला सड़ा पुलिस वाला को पकड़े पूरी पत्थर किए चिन्नी नु मते मु दंडा कॉलेज पर तू देखिनु मो दंडा बोलो ତାର କେମିତିଆ ଦଣ୍ଡା न देखिକି डरिकी पळेइबो सला दंडा देखो जिरे दंडा सड़ा थाना को चाले सारे मो दोसो पुलिस वाला को पिटी पुणी 200 पचारू छु ସାର୍ चिन्नी नु मते मु दंडा कनेस्टेबल ସାର୍ मो दंडा ମୋ ବାପାକୁ ଛାଡ଼ି ଦିଅନ୍ତୁ ସାର୍ ଜିନିଷ ଖଣ୍ଡେ ସଡ଼ା ଉପର वाला ତତେ କି ରାତିରେ ଗଡିଛି ହଉ ତତେ ମୁଁ ଛାଡ଼ିଦେଲି ବାପା ମୋ ଜିନିଷ ଉପରେ ଆଖି ପକେଇଲାଣି रह सला बड़ बाबू को कहूची रह सला ମରିଗଲା ରେ ମଣିଷ ହଉ दंडा ए दंडा ମରିଗଲା ରେ ମଣିଷ ହଉ ମୁଁ ଏବେ ଆସୁଛି जा सला सलार जाबतीय डिफेक्ट ବାପା ओलो ବାପା ଲୋ ओलो ओ आइलु मा नेउली मु देखु तो बयस जेते बढुची तो डिफेक्ट बढुची सला घंटी बजेई देबी जे ଭାଇକୁ ଭାଗି ସିନା ଘର ଛାଡ଼ି ଚାଲି ଆସିଲି ହେଲେ ରାକ୍ଷସ କବଳରୁ ମୁଁ କେବେ ବି ଖସି ଯାଇପାରିବିନି ଭଗବାନ ଏ କି ଭୀଷଣ ପରୀକ୍ଷା ମୁଁ ଏବେ କଣ କରିବି ମୁଁ କିଛି କରିବା ଆବଶ୍ୟକ ନାହିଁ ଆଲୋ ଆମେ ଆସି ପହଞ୍ଚି ଯାଇଛୁ କଣ ତମମାନଙ୍କର ଉଦ୍ଦେଶ୍ୟ ଅଛି ନା ଆଲୋ ଉଦ୍ଦେଶ୍ୟ ନଥାଇ କେହି କଣ ଗାଁ ପଛରେ ଦୌଡ଼େ ଭଲରେ କହୁଛି ମୋ ରାସ୍ତା ଛାଡ଼ ନଚେତ୍ ନଚେତ୍ କଣ କରିବୁ ମୁଁ ଶୁଣେ ଆଲୋ ବଡ଼ ପାଟିରେ ଚିଲେଇବୁ ଚିଲା ଦେଖ ମୁଁ ତ ତମର କିଛି ଅପରାଧ କରିନି ଆଲୋ ଏଇ ଆଲୋ ସୀତା ସେଦିନ କି ଅପରାଧ କରିଥିଲେ ରାବଣ ତାଙ୍କୁ ହରଣ କରିଥିଲା ଦ୍ରୌପଦୀ ଆଲୋ ଦ୍ରୌପଦୀ ସେଦିନ କଣ ଅପରାଧ କରିଥିଲେ ବସ୍ତ୍ର ହରଣ କରାଗଲା ନା ଆଉ ମହାତ୍ମା ଗାନ୍ଧୀ କି ଅପରାଧ କରିଥିଲେ ତାଙ୍କୁ ପୁଣି ଗୁଳି କରା ଦିଆଗଲା କଣ ମୁଁ ତମକୁ ହାତ ଛାଡୁଛି ତମେ ମତେ ଛାଡ଼ି ଦିଅ ମତେ ଆଲୋ ଏଇ ଆମ କାମ ହେଲା ବୁଲି ବୁଲି ତୋ ଭଳିଆ ସୁନ୍ଦରୀ ଝିଅ ସଂଗ୍ରହ କରିବା ତମମାନଙ୍କୁ ନେଇ ଆମ ବସ୍କୁ ଭେଟି ଦବା ଭାଷଣ ବନ୍ଦ କର ଧର ଶାଳୀକୁ ଏଇ ତ ହଉଛି ସୁନାର ଭାରତ ବର୍ଷ हे महामानव महात्मा गांधी
गांधी थरुटाए देखी जाओ तमे देइछ ए देश को स्वाधीनता हेले एठी ए गुंडा श्रेणीर लोक माने दिन दी परे करूछंती धर्षण बलात्कार एठी तमे देइथिबा शासनटा आज एमिति चलीछि समस्ते देखुछंती समस्ते शुणुछंती हेले महात्मा गांधी को 3 मांकड़ परे चुप एठी पराधीनतार शक्त प्रहार पड़ी जाइछि शक्त प्रहार बंद कर तो साला तू तो रास्ता रे चल अरे कहीं प्रतिवाद न करंतु ए समय राय चौधरी हाथे रे कलम अछि माने प्रतिवाद निश्चय करिबो ए सांबादिक तो बेड़ा भलो बोले पळेई जा जाऊ अरे हे समय राय चौधरी लांकुड़ जाकी चलीजिबा सांबादिक नु हाथ रे कलम अछि माने सत्यटा आज परिप्रकाश करिवो ताले तू सोलाटा आजी मरिबो ए राणा धस सोला को अनुचित मैडम सुन आखिर लुह को सिना पणतरे पोछा जाए हेले मन तलर लुह को पोछा जाएनी मैडम बाबू सुखर मଣିଷ ଯେତେବେଳେ ବଡ଼ ହେଇଯାଏ ଆଉ କାହା ଆଶା ଭରସା ନେଇ ବଞ୍ଚି ହୁଏ ମୁଁ କିଛି ବୁଝି ପାରିଲି ନାହିଁ ମୋ ଭାଇ ମୋ ପାଇଁ ଶତ୍ରୁ ହେଇଗଲା ଜଣଙ୍କର ରକ୍ତ ମୋ ଗର୍ଭରେ ବଢୁଛି ସେ ଚାହେଁ ତାକୁ ନଷ୍ଟ କରି ଅନ୍ୟ ଜାଗାରେ ମୋତେ ବାହା କରେଇଦବ ଆଉ ସେଇଥିପାଇଁ ମୁଁ ଘର ଛାଡ଼ି ଚାଲି ଆସିଲି अरे मैडम तुम्हें कौन पागल हो गलो ना कौन ସେଇ ପାଗଳି ଭୂମିକାର ଅଭିନୟ କରି ମୁଁ ଆପଣଙ୍କ ପାଖରେ କାନି ପତେଇ ଭିକ ମାଗୁଛି ମୋ ସ୍ୱାମୀ ବିଦେଶରୁ ଆସିବା ପର୍ଯ୍ୟନ୍ତ ମୋ ଛୁଆକୁ ତମେ ବଞ୍ଚେଇ ରଖ पारिबी मैडम तुम छुआ पाई निश्चय पारिबी हेले गोटाए शर्त रे କୁହନ୍ତୁ ବାବୁ ମୋ ଗର୍ଭର ସନ୍ତାନ ପାଇଁ ମୁଁ ତମର ସବୁ ସର୍ତ୍ତରେ ରାଜି ଅଛି तमे तमे मो स्त्री हेई परिबो ଆପଣ ଏତେ ସ୍ୱାର୍ଥପର स्थिति मते स्वार्थपर सजाई देइची मैडम କଣ ସେ ପରିସ୍ଥିତି मु जड़े अण पुरुषा मो बापांकर एकाजित मु विवाह करिबी तमे कहिलो मैडम मु काहे की जानि सुनी गोटे झियर जीवन नष्ट करिबी ହେଲେ ମୁଁ ଏଥିରେ କଣ କରିପାରିବି मो बापा आउ केते दिन अतिथि मैडम मो बापा जड़े हार्ट पेशेंट आउ मु तुमको कथा दउची मैडम जेबे आपनकर स्वामी विदेश रु फेरी आसीबे जेते टंका खर्च हबो मु तम विवाहर करिबी ए दुनिया जानिबो आमे स्वामी स्त्री किंतु आम भितरे थिबो भाई भौनीर संपर्क हो मैडम मो प्रस्ताव रे आपण राजी तो ପାରିବି ବାବୁ ମୁଁ ମୋ ସନ୍ତାନ ପାଇଁ ଆପଣଙ୍କ ପ୍ରସ୍ତାବରେ ମୁଁ ରାଜି ଅଛି आ बेसी अभिनय करिया दरकार नहीं अभिनय करी घरे तो बहादुर खुशी आसिलु चल चल बोलछे
ଭଉଣୀ କୁ ବିବାହ କରିବି। କେମିତି ସମ୍ଭବ? ମୋ ଭଉଣୀ ତ ଆଉ ଜଣଙ୍କ ରକ୍ତ ତା ଗର୍ଭରେ ଧରିଛି। ସେଇଥିପାଇଁ ତ ରାଜି ବାବୁ। ଆଶ୍ଚର୍ଯ୍ୟମାନ କିଛି ନାହିଁ। ମୁଁ ଜଣେ ଅଣପୁରୁଷା। ମୋ ବାପାଙ୍କର ଏକା ଜିଦ୍ ମୋର ବିବାହ କରିବ। ତା ଛଡା ମୁଁ ତମକୁ କଥା ଦଉଛି ବାବୁ, ମୋ ଭଉଣୀର ଛୁଆ ମୋ ଛୁଆର ପରିଚୟ ନେଇ ଏ ଦୁନିଆ ଦାଣ୍ଡରେ ଚାଲିବ। ଆପଣ ସତ କହୁଛନ୍ତି ବାବୁ? ହଁ ବାବୁ। ଆପଣ ମୋ ପାଇଁ ଭଗବାନ ବାବୁ। ଭଗବାନ ବାବୁ। ହେଲେ ବାବୁ, ଯଦି ପ୍ରକୃତ ସତ କଥାଟା ଆପଣଙ୍କ ଘର ଜାଣି ଯାଆନ୍ତି? ଆପଣ ଜମା ବ୍ୟସ୍ତ ହୁଅନ୍ତୁନି ବାବୁ। ମୁଁ କଥା ଦଉଛି ଆପଣଙ୍କ ଭଉଣୀ ଉପରେ ଟିକେ ବି ଆଞ୍ଚ ଆସିବନି। ଯେତେ ବିପଦ ପଡୁ ତମ ଭଉଣୀର ସବୁ ଦୁଃଖକୁ ମୁଁ ପଳେଇ ନେବି ବାବୁ। ଠିକ ଅଛି ବାବୁ। ଏ ଦୀପା, ହ୍ୟାଲୋ, ତୁ ତ ସ୍ୱାମୀ ସଂସାର ନେଇ ସୁଖରେ ରହଲ ଦୀପା। ଏ ଗୁଣ୍ଡା ଭାଇଟା ୟାଠୁ ଅଧିକ ଆଉ କଣ କରିପାରିଥାନ୍ତା? ହେଲେ ତୁ ମତେ ଅଭିଶାପ ଦେଲ ଭଉଣୀ। ମୁଁ ଯେମିତି ଆର ଜନ୍ମରେ ତ ଭାଇ ହେଇ ଜନ୍ମ ନ ହୁଏ। ଜମା କାନ୍ଦ ନା ଦୀପା, ଜମା କାନ୍ଦ। ଆସନ୍ତୁ ସମୟ ବାବୁ। ମୋ ମା ମରିଗଲା। ତମେ ମୋର ସବୁ ଅଳି ଅଝଟ ବୁଝି ମତେ ମଣିଷ କରିଛ ବାପା। ସେଇଥିପାଇଁ ଯେ ତମେ କାଳେ ମୋ ପ୍ରସ୍ତାବରେ ରାଜି ନ ହବ। ଆରେ କେମିତି ରେ ଆଜି ପର୍ଯ୍ୟନ୍ତ ତ ବାପାଟାକୁ ତୁ ଚିହ୍ନି ପାରୁନି। ତେବେ ଆମକୁ କଣ କ୍ଷମା କରିବେନି ବାପା? ଏ ମା, ମୁଁ ଯାହା ଚାହୁଁଥିଲି ତା ଛଡା ସମୟ ଯେତେବେଳେ ତତେ ମନେ ମନେ ପସନ୍ଦ କରି ଦେଇ ଆସିଛି, ମୋର ଏଥିରେ ପ୍ରତିବାଦ କରିବାର କିଛି ନାହିଁ ରେ ମା, କିଛି ନାହିଁ। ଆଚ୍ଛା ମା, ତମ ଘରେ ତମ ବାପା ମା ଭାଇ ଏମାନେ ସବୁ ପ୍ରତିବାଦ କରିବେନି ତ? ମୋ ବିଷୟରେ ଆପଣ ଚିନ୍ତା କରନ୍ତୁନି ବାପା। ସମୟ ଆସିଲେ ଆପଣ ସବୁ ନିଶ୍ଚୟ ଜାଣିପାରିବେ। ଠିକ ଅଛି ରେ ମା, ଠିକ ଅଛି। ଯେତେ ବଡ଼ ସମସ୍ୟା ଆସୁ ମୁଁ ଅଛି, ଏ ବୁଢା ବାପାଟା ଅଛି। ଏ ମା, ଶାଶୁ ମା ତ ନାହିଁ। ମୁଁ ଆଜି ବନ୍ଦାପନା କରି ତମକୁ ଘର ଭିତରକୁ ନେଇଯିବି। ତୁ ଏଇଠି ଛିଡ଼ା ହେଇଥା, ମୁଁ ଗଲି ଆଉ ଆସିଲି। ମା,
जगन्नाथ क्लब कंतपड़ा कुमार पूर्णमी उपलक्षे आसंता 23 तारिख दिन भेटी देवाक जाउछि अकुआ कहानी सुनिबो किए माने आपण हठात आम घरे एनी प्रॉब्लम नथिले के ही कोन का पाखा से ता छडा तम पाखरे मोर कोनोसी काम नाही मो काम देशांत मानसिंह पाखरे ओ भाई को पाखरे हेले भाई घरे रहंती ओ गॉड सौजन्यता भूली जाउछते ओजन ता विषय मते बुझेबा दरकार नाही ओ तुमको बुझेबा को आसी तुम घर आज सर्च करिवे व्हाट पढ़ला आम घर सर्च करिवे किनु काहे की किंतु सुतरार अर्थ सर्च सला सांगरे सर्च वारंट आनी चंती तो तुम मो हायर अथॉरिटी न जे तुमको मु कई फदा को पड़े ठीक अछि ता छडा मु आसी माने तुम घर निश्चिंत सर्च करिवे मो रास्ता छाड़ मु घर भीतर को जेबे ओ जमा छाड़ीबिनी यो सत्तर सेंसलेस हो गला कोन भाई ए देखो भाई घरे केई नथिले बेले ए इंस्पेक्टर घर को आसी मते ଆଉ ତମର ଏତେ ସାହସ ମୋ ଘରେ ବସି ମୋ ଭଉଣୀ ପ୍ରତି मिछ कथा तमे मते ब्लैकमेलिंग करे चाहछ ना बरं मु कहिबी तमे होउछ जडा कामुक होउछ जडा प्रेम पागल सुंदर झियो मानको पाखरे पैसा रे बापरे पागल आमिटा आरंभ होई जाय ଠିକ ଅଛି ମୁଁ ସାଙ୍ଗେ ସାଙ୍ଗେ ଏସପି ସାହେବଙ୍କୁ ଫୋନ କରୁଛି भाई भाई मु ତୁ ଚୁପ ରହ ଆଜି ମୁଁ ଦେଖାଇ ଦେବି ଇନ୍ସପେକ୍ଟର ଅସଲ ମୁଖାଟା କଣ ତୋ ଦେହରୁ ବର୍ତ୍ତିଟା ଖୋଲିଦେବି ओहो भाई तमे मो कथा बुझिनो काहे की ए सबुटु बेसी खेती हबो तम भौणी रो ए संबित जदी मते मैरिज करिवे मु तम प्रस्ताव रे राजी न हो ସତ ହଉ ବା ମିଛ ଆଇନ ଅନ୍ଧ ତମେ କିନ୍ତୁ ଦେହରୁ ବର୍ତ୍ତି ଖଣ୍ଡ କହରେ ଜେଲକୁ ଯିବ ଆଉ ଏକଥାକୁ ସହି ନ ପାରି ତମର ସ୍ୱାଭିମାନୀ ବାପା ଆତ୍ମହତ୍ୟା କରିବ ଓ ସମୀର ଯେତେ ଟଙ୍କା ଦରକାର ମୁଁ ତମକୁ ଦେବି କିନ୍ତୁ ତମେ ମୋ ଭଉଣୀକୁ ମ୍ୟାରେଜ କର ଓ ସମୀର ରାଜି ନା ନା आ तमे चुप करो भाई सुनो तम परिवार विषय रे मो सब किछ जानि सारिछि परिवार निर्भर करे एमिति कि तम चाकरी चली गला परे तम परिवार लोक बड़ दंडर भिखारी हेइ जिवे ओ ସମୀର ତମେ ମୋ ପ୍ରସ୍ତାବରେ ରାଜି ନା ନା आ कुह मु भलो भाबरे जानिछि भौणी सारा जीवन पई अबियाडी हेइ रहछि ना ନା मु तम प्रस्ताव रे राजी मु अलिभाकु विवाह करिबे भाई ए तमे कोन कहदिलो तांगु नै मु पार्क आडे जिबि तो ए या तो अरे चलो ना सबित गजरी बा ତାକୁ ନେଇ ଟିକେ ବାହାର କାଟେ ବୁଲେଇବା चलो ना सबित अरे बाबा चलो ना आमे टिके पार्क आडे बुली आसीबा अरे चलो ना अरे चलो ଇନ୍ସପେକ୍ଟର ସମୀରଟା ସାଂଘାତିକ ଭାବରେ ଫସିବ ଏଣିକି ବିନା ଦୁଧାରେ ମୁଁ ବିଜନେସ୍ କରି ଏହି ମୋର ପ୍ରତିବାଦ କରିବାକୁ નથી ଶାନ୍ତ ମାନସି ଆଗ୍ନେୟଗିରିର ଲାଭାଲୁହ କି ବୈଶାଖର ସାଜିଲ ସାଜିଲ ସାରୋ ପଏଜ
ଯାହା ସାଙ୍ଗରେ ପଙ୍ଗା ନିଏ ତାକୁ ସହଜରେ ଛାଡ଼ି ଛଟପଟ କରି ମାରେ I mean ତଡ଼ପ ତଡ଼ପି What is it? ମୋର କିଛି ଟଙ୍କା ଦରକାର ଟଙ୍କା ଭଉଣୀର ବାହାଘର ଗୋଟେ ଭଲ ଜାଗା ଠିକ କରିଛି ତୁ ଗୋଟେ ଟଙ୍କା ଗଛ ଯେତେବେଳେ ନାହିଁ ସେତେବେଳେ ସେ ଟଙ୍କା ମାଗି ନେବୁ ତୋ ଭଉଣୀକୁ ଭଲ ଜାଗାରେ ବିବାହ କରିବୁ ମୋର କ'ଣ ଗଲା ଭାଇ ଓ ବରଂ ଯା ତୋ ଭଉଣୀକୁ ବେଶ୍ୟା ଗଳେ ଲଗେଇଦେବୁ ଭଲ ଦି ପଇସା ରୋଜଗାର ପୁରା ମହିଳା ଭଳିଆ ବେକଟାକୁ ମୋଡ଼ି ଦେବେ ଗୋଟେ ବଦମାସ ସଜେଇ ଶେଷରେ ମାଡ଼ ମାରିଲୁ ସେ ଭଲ କଲୁନି ସେ ଶମ୍ଭୁ ଭାବିଥିଲା ସେ କେବେ ଆଉ ଅନ୍ୟାୟ କରିବନି କିନ୍ତୁ ପୁଣି ଥରେ ତା ଭୁଜାଲିକି ତୁ ତାଜା ରକ୍ତ ଚଖିବା ପାଇଁ ବାଧ୍ୟ କଲୁ ଏତେ ଦିନ ସହିତ ସାଙ୍ଗରେ କାମ କଲା ପରେ ବି ସେ ତତେ କେବେ ଅବିଶ୍ୱାସ କରିନଥିଲା ଓ କିନ୍ତୁ ମତେ ମାଡ଼ ମାରିଲୁ ଆରେ ମୋର ଭୁଲ ହେଇଯାଇଛି ମୁଁ ଛୋଟ ଟିକେ ଭୁଲ ହେଇଗଲା ନା ଓ ଗୋଟେ ଅବିଶ୍ୱାସୀ ଭାଲ ବୋଲ ମୁଁ ଭଗବାନଙ୍କ ନାମରେ ଶପଥ କରି କହୁଛି ମୋ ମାଇଣ୍ଡଟା ଟିକେ ଟେନସନ୍ ଥିଲା ସେଥିପାଇଁ ତୋ ଉପରେ ହାତ ଉଠେଇଦେଲି ମୋତେ କ୍ଷମା କରିବୁନି ମୋ ଭଉଣୀର ସୁଖ ଶାନ୍ତି ପାଇଁ ସବୁ କରିବାକୁ ରାଜି କହ କ'ଣ କରିବାକୁ ପଡ଼ିବ ନିଶିକାନ୍ତର ଝିଅ ରୂପାକୁ ଉଠେଇ ଆଣିପାରିବୁ ରାଗିଲୁ ଗୋଟାଏ ଭଉଣୀ ପାଇଁ ମୁଁ ଆଉ ଗୋଟେ ଭଉଣୀର ସୁଖ ଶାନ୍ତି ଉଜାଡ଼ି ପାରିବିନି ଆରେ ଏଇ ତ ରାଗିଲୁ ଆବେ ଟଙ୍କା ନହେଲେ ତ ଭଉଣୀର ମ୍ୟାରେଜ ହେଇପାରିବନି ତା ଶ୍ୱଶୁର ଘର ଲୋକେ ତାକୁ ପେଟ୍ରୋଲ ଢାଳି ନିଆଁ ଲଗେଇଦେଲେ ଆଉ ଯାହାକୁ ତୁ ଏତେ ଭଲ ପାଉଛୁ ସିଏ ଯଦି ମରିଯାଏ ଭଉଣୀର ବାହାଘର ପାଇଁ ମୁଁ ସବୁ କରିବାକୁ ରାଜି ବାବୁ ତୁ ମତେ କେତେ ଟଙ୍କା ମୁଁ ନିଶ୍ଚୟ ସେଇ ରୂପାକୁ ଉଠେଇ ଆଣିବି ରଖେଇଦେବି କିନ୍ତୁ କାମ ପରେ ଠିକ ଅଛି ବାବୁ ନିଶିକାନ୍ତ ମହାପାତ୍ର ଝିଅ ରୂପା ନିଶ୍ଚୟ ଆସିବ ଶାନ୍ତ ମାନ ଆଗ୍ରଗିରିର ଲାଭା ନୁହଁ କି ବୈଶାଖର ଝାଞ୍ଜି ନୁହଁ ସ୍ଲୋ ପୋଏଟ ଯାହା ସାଙ୍ଗରେ ପଙ୍ଗା ନିଏ ତାକୁ ସହଜରେ ମାରେ ଛଟପଟ ଛଟପଟ କରି ମାରେ I mean ତଡ଼ପ ତଡ଼ପକି ମନେ ହେଉଛି ନିର୍ଜନତାର ଦୀପ ଭଳି ପକ୍ଷୀମାନଙ୍କର କାକଳି ବ୍ୟତୀତ ଏଠି ଅସୀମ ନିସ୍ତବତା ଆରେ ବାବା ସେଇଥିପାଇଁ ତ ମୁଁ ତମକୁ ଏଠିକି ନେଇ ଆସିଛି ନିରବତାର ବୁକୁଚେରି ଆମେ ଦୁହିଁଙ୍କ ମନର ଭାଷାକୁ ପଢ଼ିପାରିବା ମୁଁ କିନ୍ତୁ ଅନେକ କିଛି ଭାବୁଛି ଅଲିଭା ସେଇ ଭାବନା ଭିତରୁ ତମେ ତ ମୋତେ ଖୋଜି ପାଇଛ ନା ମୁଁ କିଛି ବୁଝିପାରିଲିନି ମାନେ ଭେରି ସିମ୍ପଲ ମୁଁ ତମ ଜୀବନକୁ ଆସିଗଲି ମାନେ ତମର ଆଉ କିଛି ଭାବିବାର ନାହିଁ ତମ କହିବାର ମାନେ ମାନେ ତମେ କ'ଣ କହୁଛ ମୁଁ ବି ବୁଝିପାରୁନି ତମେ ସେଥିପାଇଁ ଜମା ଚିନ୍ତା କରନି ମଣିଷ ଅଜାଣତରେ ବହୁତ କିଛି ଭୁଲ ହେଇଯାଏ ଆଉ ମୁଁ ତମ ପାଖରେ ଅଛି ନା ଆଚ୍ଛା କହିଲ ମୁଁ କ'ଣ ତମ ଆଖିରେ ସୁନ୍ଦର ନୁହେଁ ମୁଁ କ'ଣ ତମ ମନ ମୁତାବକ ସ୍ତ୍ରୀ ବି ହେଇପାରିବିନି ନାଇଁ କିଏ କହିବ ସମୟର ମୋଡ଼ କେଉଁ ଆଡ଼କୁ ନେଇଯିବ ସେଥିପାଇଁ ତମେ ଏତେ ଅନୁଶୋଚନା କରୁଛ କାହିଁକି କହିଲ ଏ ଅଲିଭା ଅନୁଶୋଚନା କରିବିନି କେମିତି ପୋଲିସର କର୍ତ୍ତବ୍ୟ କରିବାକୁ ଆସି ମୁଁ ସାଂଘାତିକ ଭାବେ ଫସିଗଲି ସମସ୍ତ ମନରେ ମୁଁ ପ୍ରଶ୍ନବାଚୀ ହେଇଗଲି ମୋ ଡିପାର୍ଟମେଣ୍ଟ ମୋ ବାପାକୁ ମୁଁ କ'ଣ ଉତ୍ତର ଦେବି ବାସ୍ ସେଇ ଗୋଟିଏ ଉତ୍ତର ଦବ ମୋ ଜୀବନ ସାଥୀ ମୁଁ ନିଜେ ବାଛି ସାରିଛି ଅଲିଭା ଖାଲି କଥାରେ କହିଦେଲେ ହବନି ଶୁଣ ମୁଁ ତମର କିଛି କଥା ଶୁଣିବିନି ଯାହା ଘଟିବାର ଥିଲେ ତ ଘଟି ଯାଇଛି ଆଉ ଯାହା ସବୁ ଘଟିବ ସେ ସବୁ ମୋ ଭାଇ ବୁଝିବେ ଏ ସମ୍ବିତ
ମୁଁ ଆଉ ତମକୁ ଛାଡ଼ି ଗୋଟେ ମୁହୂର୍ତ୍ତ ବି ବଞ୍ଚି ପାରିବିନି। ତମ ବାହୁ ବନ୍ଧନରେ ମତେ ଥରେ ଜାବୁଡ଼ି ଧର ନା। ମୋର କିନ୍ତୁ ସେ ଉଦ୍ଦେଶ୍ୟ ନାହିଁ। ଉଦ୍ଦେଶ୍ୟ ମୂଳକ ଭାବେ ଏମିତି କିଛି ପ୍ରେମ କରାଯାଏନି ସମ୍ବିତ। ସତରେ ସମ୍ବିତ, ତମର ଏ ମନଲୋଭା ଚେହେରା ଆଉ ଏ ଚେହେରା ଭିତରେ ତମର ସୁନ୍ଦର ହୃଦୟ ଆଉ ସେ ହୃଦୟ ଭିତରେ ବାସ୍ ମୁଁ ତମକୁ ଛାଡ଼ି ଜମା ବଞ୍ଚି ପାରିବିନି। ବିଭା ଓ ସମ୍ବିତ, जोठी रहिले दुआरे मुगाले जेमिति मुठिले डाकी देले कहि बाबू तू I love you, I love you, I love you, I love you. I love you, I love you, I love you, I love you. उठिले पाखरे मोरा दुनिया को नाही डर उठिले पाखरे मोरा दुनिया को नाही डर हिले मु पथारे हिले मु डुरारे हिले मु सथारे कते खाली कहूँगी मो I love you, I love you, I love you, I love you. I love you, I love you, I love you, I love you. ଦେଖ ମୋ ବାଟ ଛାଡ଼ି ଦିଅ, ମୁଁ ମନ୍ଦିରରୁ ଫେରୁଛି। ମନ୍ଦିରକୁ ଗଲେ ଏବେ କାହାର ମନସ୍କାମନା ପୂର୍ଣ୍ଣ ହୋଇଯାଏ। ହ୍ୟାଲୋ ମୋ ସାଙ୍ଗରେ ଚଲ
ଅବଶ୍ୟ ପୂର୍ଣ୍ଣ ହବ। ମୁଁ ଆପଣ ସାଙ୍ଗରେ ଯିବି କିନ୍ତୁ କାହିଁକି? ତୁ ଯୋଉଥିପାଇଁ ମନ୍ଦିର ଯାଇଥିଲୁ ଠାକୁର ମତେ ପଠେଇଛନ୍ତି ମନସ୍କାମନା ପୂର୍ଣ୍ଣ କରି। ଏ ଅଭଦ୍ର, ତା ମୁଣ୍ଡ ଠିକ ଅଛି ତ? ମୋ ମୁଣ୍ଡ ଠିକ ଅଛି ବୋଲି ତ ତତେ କହୁଛି। ହ୍ୟାଲୋ, ତୁ ମୋ ସାଙ୍ଗରେ ଚା। ସୁନ୍ଦର ବର ତତେ ଅନେଇ ବସିଛି। ଆଉ ମନ୍ଦିର ଯାଇ କଷ୍ଟ କରିବାକୁ ପଡିବ। ଏ ଅଭଦ୍ର, ତ ଭଉଣୀ ଥିବ ନାଚେ ତ ମା ଥିବ, ତାଙ୍କୁ ନହେଲେ ଭର୍ତ୍ତି ଲଗେଇ ଦେ। ଚାଲେ ସବୁ କହିବ, ମୋ ମା ଭଉଣୀ କଥା ଜମା କହିବୁନି। ସେ କଥା ଶୁଣିଲେ ମୋ ମୁଣ୍ଡରେ ନିଆଁ। କାହାର ଗୋଟେ ଭଉଣୀ ହେଇଥିବି? ବସ୍ ବସ୍ ବହୁତ କହିଲୁ। ମୋ ସାଙ୍ଗେ ଚାଲ, ମୋ ପାଖରେ ସମୟ ବହୁତ କମ। ଏବେ ଚାଲ କହୁଛି ବେ। ଏ ମୁଁ ଯିବିନି। ମୋ ରାସ୍ତାରେ ପ୍ରତିବନ୍ଧକ ହବ, ଶଳାକୁ ମୁଁ ହାଣି ଦେବି। ଚାଲ ଚାଲ କହୁଛି। ଏଇ ତ ହଉଛି ଗଣତନ୍ତ୍ର, ଏଇ ତ ହଉଛି ସୁନାର ଭାରତ ବର୍ଷ। ମହାତ୍ମା ଗାନ୍ଧୀ ସେଦିନ ମହାତ୍ମା ଗାନ୍ଧୀକୁ ଏଭଳି ନାଥୁରାମ ଗୋଡସେ ଗୁଳିରେ ଉଡେଇ ଦେଇଥିଲା। କାହିଁକି ନା ସେମାନଙ୍କର ଆଉ ସେଇ ମହାତ୍ମା ଗାନ୍ଧୀଙ୍କ ଆଦର୍ଶକୁ ବ୍ୟାଖ୍ୟା କରି ଏ ଦେଶର ନେତା ମନ୍ତ୍ରୀ ମାନେ ଏ ଦେଶକୁ କରୁଛନ୍ତି ସ୍ୱାଧୀନ। ଆଉ ତାଙ୍କୁ ପୋଷାକି କରୁଛନ୍ତି ଏ ଭଳିଆ ଭଡାଟିଆ ଗୁଣ୍ଡା। ତମେ ଏ ସମାଜର ଗୋଟେ ଉଚିତ ମଣିଷ। ଧିକ୍କାର ତମ ଉପରେ, ଧିକ୍କାର। ଯାହା କରିଛି ମୋ ଭଉଣୀର ମଙ୍ଗଳ ପାଇଁ। ବନ୍ଦ କରନ୍ତୁ। ଆରେ ନିଜେ ତ ଜଣେ ପ୍ରଥମଷ୍ଟ ଜାଣୁଆ। କାହିଁକି ସେ ଦେବୀଟା ପାଇଁ ତୁ ଏମିତି ତୁଳନା କରୁଛୁ? ମୁଁ ତ ଆଶ୍ଚର୍ଯ୍ୟ ହଉଛି, ଗୋଟାଏ ମା ପେଟରୁ ଜଣେ ଅମୃତ ହେଲା ବେଳେ ଆଉ ଜଣେ ବିଷ ହେଲା କେମିତି? ଚିନ୍ତା କରନ୍ତୁ। ଥାଉ ଥାଉ ତମର ସେ କଥା କୁହା। ମୁଁ ବୁଝିପାରୁଛି। ଆରେ ନିଜେ ତ ଗୋଟେ କଳଙ୍କିତ ପୁରୁଷ। କାହିଁକି ଅନ୍ୟ ଉପରେ ଦୋଷ ଦଉଛ? ନିଜର ଛାତିଟା ତ ଗୋଟେ ପଥରରେ ତିଆରି। ଆରେ ଏ ଝିଅଟା ଯଦି ତ ଭଉଣୀ ହେଇଥାନ୍ତା, ନେଇକି ଭେଟି ଦେଇଥାନ୍ତୁ। ତମ ହୃଦୟଟା ଏତେ ବଡ ପଥରରେ ତିଆରି। ଚାଲିଯା ମୋ ସାମ୍ନାରୁ। ବାବୁ, ଆପଣ? ବାଟୋଇ ନା, କଣ ଭାବୁଛ? ଦେବଦୂତ ବାବୁ, ଆପଣ ଗୋଟେ କଥା ପଚାରିବି? ପଚାରି ପାର ମ୍ୟାଡାମ, ବିନା ଦ୍ୱିଧାରେ ପଚାରି ପାର। ବାବୁ, ଏଇ କିଛି ସମୟ ହେଲା ଆପଣ ଦି ଜଣ ଯାକ କଥାବାର୍ତ୍ତା ହେଲେ ମୁଁ କିଛି ରହସ୍ୟ ବୁଝି ପାରିଲିନି। କିଛି ବି ବୁଝି ପାରିବେନି, ଆଉ ବୁଝିଲେ ବି କିଛି ବି କରିପାରିବେନି। କାହିଁକି ନା ମଣିଷ ତା ଭାବନାରେ ଅନେକ କିଛି ଭାବିଯାଏ। ଆଉ ଇଏ ହଉଛି ସେମିତି ଗୋଟାଏ ମଣିଷ। ବାବୁ, ମୁଁ ଗୋଟେ କଥା ପଚାରିବି, ଆପଣ ରଖିବେ? ନିଶ୍ଚୟ ମ୍ୟାଡାମ, କୁହନ୍ତୁ। ମଣିଷ ତା ଭାବନାରେ ଅନେକ କିଛି ଭାବିଥାଏ। ଆଉ ଠିକ ସେମିତି ତୁମ ଭାବନାଟା ଆବେଗପୂର୍ଣ୍ଣ ନୁହେଁ। କୁହନ୍ତୁ ମ୍ୟାଡାମ। ବାବୁ, ମୁଁ ଆପଣଙ୍କୁ ଭଉଣୀ ବୋଲି ଡାକି ପାରିବି? କୁହନ୍ତୁ ବାବୁ, ଆପଣ ମତେ ଭଉଣୀ ବୋଲି ଡାକି ପାରିବେ? କାହିଁକି ନା ଗୋଟିଏ ଭଉଣୀ ପାଇଁ ଭାଇର କର୍ତ୍ତବ୍ୟ ଯାହା ଆପଣ ତା କରି ଦେଖେଇ ସାରିଛନ୍ତି। କୁହନ୍ତୁ ବାବୁ, ଆଜି ହଉଛି ରାକ୍ଷୀ ପୂର୍ଣ୍ଣିମା, ମୁଁ କଣ ଆପଣଙ୍କ ହାତରେ ରାକ୍ଷୀ ବାନ୍ଧି ପାରିବିନି?